ଆମକୁ ଟଙ୍କା ଦିଅ ମନ ଇଚ୍ଛା ବାଲି ବୁହ ଟଙ୍କା ନଦେଲେ ଗାଡ଼ି ସିଜ୍ ହୋଇ ମାମୁଁ ଘରେ ପଶିବ। ଟ୍ରକ୍ ମାଲିକମାନେ ଏକଥା ଶୁଣି ଭୟରେ ଛଦ୍ମବେଶୀ ସାମ୍ବାଦିକମାନଙ୍କୁ ଟଙ୍କା ଦେଉଥିଲେ, ସେ ପୁଣି ଫୋନ୍ ପେ ମାଧ୍ୟମରେ। ଦେଖୁନାହାନ୍ତି କେମିତି ଯାଇଛି ଅର୍ଥ। ଦେଖିଲେ ତ ଦର୍ଶକ ବନ୍ଧୁ, ହଜାର ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ଧମକେଇକି ଲୁଟିଛନ୍ତି। ହେଲେ ଏଏମ୍ଏସ୍ ନ୍ୟୁଜ୍ କରୁଛି ତାହାର ଖୁଲାସା। ସୂଚନା ଅନୁଯାୟୀ ପୋଲିସର ନାଁ ନେଇ 2 ଜଣ ସାମ୍ବାଦିକ ବୋଲାଉଥିବା ଯୁବକ ଗାଡ଼ିମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। କେଉଁମାନେ ଦେଉଥିଲେ ଆଉ କେଉଁମାନେ ନେଉଥିଲେ, ଆସନ୍ତୁ ଶୁଣିବା ସେହି କଲ୍ ରେକର୍ଡ। ବୁଝିପାରିଲନି ମୁଁ କଣ କହୁଛି? ମୋ ପାଖରେ ଯିଏ ଥିଲେ, ବୁଝିଲ ନା, ମୋ ପାଖରେ ଯିଏ ଥିଲେ ସିଏ ହଉଛି କହିଲେ ସେଇ ଯୋଉ 2ଟା ପିଲା ମୋ ଥିଲେ ଯୋଉ ସ୍କୁଟି ନେଇକି ଆସିଥିଲେ। ହଁ ହଁ, ଆଉ ଗୋଟେ ମୋଟା କହିଲେ, ସିଏ ମତେ କହିଲେ ଯେ ଏତିକି ଟଙ୍କା ଦିଅ। ମୁଁ ପଇସା ଏତିକି ଟଙ୍କା ମୋ କତିରେ ନାହିଁ, ଆଉ ମୁଁ କଣ କରିବି? ସେ ଫାଷ୍ଟ କହିଲେ ମତେ 40,000। 40,000। ମୁଁ କହିଲି ପଇସା ନାହିଁ, ଗୋଟେ କାମ କର, ସେ ଆଉ କଣ କରିବେ, ସେ ସାର୍କୁ ନେବେ ଥାନାକୁ, ଆଉ ମୁଁ ଆଉ କଣ କରିପାରିବି? କହିଲେ ତାପରେ ନା ଲାଷ୍ଟ ତାପରେ ମଣ୍ଟୁ ଭାଇ ଯୋଉ ଥିଲେ, ମଣ୍ଟୁ ଭାଇ ଥିଲେ ସେଇଠି। କହିଲେ କଣ ଗୋଟେ କରିଦବ, ଏତିକି ପଇସା କହୁ ଭଲ ମନ୍ଦ, ଗାଡ଼ି ତ 3ଟା ଧରା ପଇଲାଣି, ଆଉ କଣ ଗୋଟେ ନିଅ ବରଂ ଆଉ ଛାଡ଼ିଦିଅ। ତାପରେ 12,000 ଟଙ୍କା ମୁଁ ଦେଲି। ସେତିକିରେ କହିଲି ମତେ ରଖନ୍ତୁ, ଆଉ କଣ କରିବି? ତାପରେ କହିଲେ ହଉ ଠିକ ଅଛି, ଗାଡ଼ି ନେଇ ଡ୍ରାଇଭର ଡାକ, ଗାଡ଼ି ନେଇକି ପଳେଇବ। ମୁଁ ସାଙ୍ଗେ ସାଙ୍ଗେ ଡ୍ରାଇଭର ଡାକିଲି, ଗାଡ଼ି ନେଇକି ଗଲେ। ଏଇ ଆଉ ପଇସା ଦେଲା ପରେ ଗଲା। ହଁ 8,000 ଦେଇଥିଲ ବା 4,000 ଦେଇଛ? ହଁ 8 ଗୋଟେ 4 ଗୋଟେ ବା 8 ଦେଲି, ବୁଝିପାରିଲେ? 8 ଦେଲି 2ଟା ଗାଡ଼ିର। ଆଉ ଗୋଟେ ଗାଡ଼ିଟା ଆଗରେ ଥିଲା ଜଷ୍ଟ, ସେ କହିଲେ ମୁଁ ସେଟା ବି ମୁଁ କହିଲି ଆମରି ଗାଡ଼ି, ସେଟାକୁ ଦେଲି 4,000। କୁନାକୁ ଡାଇରେକ୍ଟ ଫୋନ କଲ? ସେ ନମ୍ବର ଗୋଟେ ଦେଲେ ବା, ସେଇଟା କଣ ଆଇଛି ମୋ କତି ଯୋଉ ଅଛି ମୋର ଏଥିରେ କଣ ଆସି ନାଁଟା ତ ଆସିବ, ଚିତ୍ତରଞ୍ଜନ କଣ ମଇ? ହଁ ମଇ ହଁ, ତାଙ୍କରି ଆକାଉଣ୍ଟ ମତେ ନମ୍ବର ଦେଲେ ପଠେଇବେ। ମୁଁ କହିଲି ଭାଇ ଦେଖ ନମ୍ବରଟା କଣ, ମୁଁ ଦେଇଦେବି ସାଙ୍ଗେ ସାଙ୍ଗେ। ମୁଁ କହିଲି ଗାଡ଼ିଟା ଛାଡ଼ିଦିଅ। ହଁ ଠିକ ଅଛି, ଗାଡ଼ି ପଳଉ। ଗାଡ଼ି ପଳେଇଲା ସାଙ୍ଗେ ସାଙ୍ଗେ ତାଙ୍କୁ ବୁମ୍ ନେଇକି ଆସିଲା, ବୁମ୍ ଧରିକି ଆସିଲା ନା ସେମିତି ମୋବାଇଲରେ ଫଟୋ ଉଠିଲା? ଫଟୋ ସେ କୋଉଠି ଉଠିଲା, ମୋବାଇଲରେ ନା କ୍ୟାମେରା? ନା ମୋବାଇଲରେ ନା। ମୋବାଇଲରେ? ହଁ, ଫଟୋଟା ଉଠିଛି କି ନାହିଁ ଆମ ଡ୍ରାଇଭର ହିଁ କହିପାରିବେ। ମୁଁ ଗଲାବେଳେ ତ ଇଏ ଠିଆ ହେଇଥିଲି, ବୁଝିଲେ ନା, ଫଟୋଟା ଉଠେଇ ନାହାନ୍ତି ବୋଧେ। ମୁଁ ଗଲାବେଳେ ସେ ଖାଲି 2 ଜଣ ଠିଆ ହେଇଥିଲେ। କହିଲେ ଭାଇ କଣ ଆସ ଶୀଘ୍ର, ଥାନା ବାଲା ପଶି ଆସିବେ, ସେ ସାର୍ ପଳେଇ ଆସିବେ, ଅସୁବିଧା ହେଇଯିବ। ସେଇ ଯୋଉ ପିଲାଟା ଆମ ଡ୍ରାଇଭର। ହଁ କୁନା, ମୁଁ ତ ତାଙ୍କୁ ଚିହ୍ନିନି। ନା ଆମ ଡ୍ରାଇଭର କହିଲା ଗୋଟେ କିଏ ଭାଇ ଅଛନ୍ତି, ତାଙ୍କ ସାଙ୍ଗରେ କଥା ହବ। ସେ ଦେଲା ବେଳକୁ ତାଙ୍କ ସାଙ୍ଗରେ କହିଲେ ଭାଇ ଆଉ କୋଉଠି ଅଛ? ମୁଁ କହିଲି ଅଛି ମାଳାର ଛକରେ, ଯାଉଛି। କହିଲେ ଏଇଆ ଘଟଣା ହେଇଛି। ମୁଁ ସବୁ ଜାଣିଛି, କଣ ହେଇଛି କହୁନା? କହିଲେ ନା ତମେ ଆସ ଏଇଠି ଟିକେ, ମୁଁ ସେଇଥିପାଇଁ ପହଞ୍ଚିବି। ତାପରେ ଇଏ କହିଲେ ପଇସା। ମୁଁ କହିଲି କଣ କରର ନା, ତମେ ତ କହୁଛ କଣ ସାର୍ ଆସିବେ, ମୁଁ ତ ପ୍ରେଜେଣ୍ଟ ନଥିଲି, ଜାଗା ଉପରେ ଦେଖିନି କିଏ ଧରିଛି କଣ କରିଛି। 3ଟା ଗାଡ଼ି ତ ଅଲରେଡି ପଳେଇଲେଣି, ସର୍ଟିଫିକେଟ ପାଖରେ ଆଉ 3ଟା ଅଛି, ଫେରେ କଣ କରିବି? ଆଉ ଦେବନ ପଇସା ନୁହଁ, ଗାଡ଼ିଟା ପଳଉ। ଆଉ ଏଇଆ ହେଲା ଘଟଣା। ବୁଝିଲେ? ଏଇ ଗାଡ଼ି ଧରା ପଡ଼ିଲା ପରେ ପୂର୍ବରୁ ସେ ଗାଡ଼ି ପାର କରିଛି ନାଇଁ? ନା ଇଏ ଗାଡ଼ି ଗଲା ପରେ ଥାନାକୁ। ଥାନାକୁ ଗଲା ପରେ ସେ ପଇସା ନେଇଛି? ହଁ, 3ଟା ଗାଡ଼ି ଗଲା ପରେ ଥାନାରେ ଯାଇ ପଳେଇଲା। ଗଲା ପରେ ଇଏ 3ଟା ଗାଡ଼ି ପଛରେ ଥିଲା ନା, ଥାନା ବାଲା 3ଟା ଗାଡ଼ି ନେଇ ସାରିଲା ପରେ ପଇସା ନେଇଛି ପଛରେ। ଥାନା ଗାଡ଼ି ଆଗେ ପଳେଇଲା ନେଇକି ତାକୁ 3ଟା ଗାଡ଼ି। 3ଟା ଗାଡ଼ି ଯେହେତୁ ପଳେଇଲେ ବୋଲି ଇଏ 3ଟା ଗାଡ଼ି ଠିଆ ହେଇଗଲେ ନା, ଧରିକି ଆଉ ଗଲେ ନାହିଁ, ଏନ୍ଏଚ୍ ଧଇଲେନି। ସେ କୋଉଠି ଯାଇଥିଲେ ଏ ଗାଡ଼ି? ସତ୍ୟପୁର ପଛକୁ, ମାଧବପୁର ପାଖରେ। ମାଧବପୁର ଆଗକୁ ଟିକେ। ମାଧବପୁର ଆଗକୁ ଟିକେ ସେ ଠିଆ ହେଇଥିଲେ, ମାନେ ଏଇ 3ଟା ଗାଡ଼ି ଧରା ପଡ଼ିକି ଗଲା ପରେ। ହଁ, ସିଏ ନା ଇଏ ତ ସବୁ ଲାଇନ୍ ହେଇକି ଯାଉଥିଲେ ନା। ସିଏ 3ଟା ଆଗରେ ଧରା ପଡ଼ିଗଲେ, ଇଏ ରହିଗଲେ। ସେ ପଳେଇଥିଲା। ତାପରେ ମୁଁ ଖବର ପାଇଲି ଗାଡ଼ି ଧରା ପଡ଼ିଛି, ଭଲ ମନ୍ଦ। ମୁଁ ଠିକ ଅଛି। ତାପରେ ଇଏ ଆସି ପହଞ୍ଚି ଯାଇଛନ୍ତି, କୋଉଠି ଥିଲେ ବୋଧେ। ଆଉ ଇଏ ତ କୋଉଠି ଥିଲେ ମୁଁ ଆଉ ଜାଣିନି, କହିପାରିବିନି। ଖର୍ଚ୍ଚ ଅଧିକ, ବୁଝିଲେ? ଗୋଟେ ସେ ନମଟିକିରି କୁନାମୟୀ, ଆଉ ତ ସେ ଯୋଉ ଗୋରା ହେଇ ପିଲାଟାକୁ ତାକୁ ଚିହ୍ନା? ମୁଁ ତ ଚିହ୍ନି ନାହିଁ, କିନ୍ତୁ ଦେଖିଲେ ମୁଁ ଜାଣିଦେବି। କୁନାମୟୀ ତ ଚିହ୍ନି ପାରିବ? ଆଜ୍ଞା,
ପୁନା କୁ ଚିହ୍ନିଛ ପୁନା ଯୋଉ ଏଥିରେ ଅତିଷ୍ଠ ହୋଇ ଗାଡ଼ି ମାଲିକ ସ୍ଥାନୀୟ ସମାଜସେବୀ ରାକେଶ କୁମାର ଦେଓଙ୍କୁ ଜଣାଇଥିଲେ। ରାକେଶ କୁମାର ସବୁ ଜାଣିବା ପରେ ପୁଲିସରେ ଜଣାଇଥିଲେ। ପୁଲିସ ଅନୁସନ୍ଧାନ କରିବା ଜାଣି ସାମ୍ବାଦିକ 2 ଜଣଙ୍କ ମଧ୍ୟରେ ଛନକା ପଶିଲା। ବାଲି ମାଫିଆଙ୍କ ସହିତ ମିଶିଯାଇ ସମାଜସେବୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଲେ। ଯେହେତୁ ସମାଜସେବୀ ଜଣକ ଜଣେ ରାଜନୈତିକ ଦଳର ହୋଇଥିବାରୁ ତାଙ୍କ ଫଟୋକୁ କଦର୍ଯ୍ୟ କଦାକାର କରି ବଦନାମ କରି ଖସିଯିବାକୁ ବସିଛନ୍ତି। ଏନେଇ ସମାଜସେବୀ ଜଣକ କ'ଣ କହୁଛନ୍ତି ଟିକେ ଶୁଣି ନିଅନ୍ତୁ। ଆମେ ଟାଉନରୁ ଫେରୁଥିଲୁ। ଟାଉନରୁ ଫେରିବା ବାଟରେ ଆମକୁ ସୂଚନା ଆସିଲା ଯେ ପୁନାମୟୀ ନାମକ ଜଣେ ବ୍ୟକ୍ତି ମିଛ ସାମ୍ବାଦିକ ପାଇଁ ଗାଡ଼ିରୁ ପଇସା ଆଦାୟ କରି ବାଲି ଗାଡ଼ି ଛାଡ଼ୁଛି। ତୁରନ୍ତ ଆମେ ପ୍ରଶାସନକୁ ଜଣାଇଦେଲୁ। ତାର ସ୍କ୍ରିନଶଟ୍ ବି ଯୋଗାଡ଼ କରିକି ଦେଇଥିଲୁ ପ୍ରଶାସନକୁ। ତାପରେ ସେ ରାଗ ରଖି ମୋ ଉପରେ ଏମିତି ଷଡ଼ଯନ୍ତ୍ର କରିକି ଏସବୁ ମିଥ୍ୟା ଆରୋପ ଲଗାଉଛି। ସେ ଷଡ଼ଯନ୍ତ୍ର କରି ମୋତେ ଫସାଇବା ପାଇଁ, ଯେହେତୁ ତାହାର ଯେଉଁ କଳା କାରନାମା ଆମେ ଜାଣିପାରିଲୁ, ତାର କଳା କାରନାମାର ଗୁମର ଆମେ ଜାଣିପାରିଲୁ, ତାର ଡକୁମେଣ୍ଟ ସାରି ଆମେ ପ୍ରଶାସନକୁ ହସ୍ତାନ୍ତର କରିସାରିଥିଲୁ। ସେ ଖବର ପାଇ ସେ ଆମକୁ ଫସାଇବା ପାଇଁ ସବୁ ଜିନିଷ କରୁଛି। କ'ଣ ଏହାକୁ ନେଇ ପୋଲିସ ଥାନାରେ ଆପଣ ଅଭିଯୋଗ କରିଛନ୍ତି? ଆପଣ ହଁ, ଆଜ୍ଞା, ଏହାକୁ ନେଇକି ଯେହେତୁ ମୋର ଏ ଅଞ୍ଚଳରେ ଗୋଟେ ମାନ ସମ୍ମାନ ଅଛି, ପ୍ରତିଷ୍ଠା ଅଛି, ଆମେ ବି ଏ ସମାଜରେ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେଉଛୁ, ଲୋକଙ୍କ ସେବାରେ ରହୁଛୁ। କୌଣସି ଆମେ ବି ଛୋଟ ମୋଟ ରାଜନୀତିରେ ଅଛୁ। ସେଥିପାଇଁ ମୋର ସମ୍ମାନ ବି ହାନି ହେଇଛି। ସେଥିପାଇଁ ମୁଁ ଲିଖିତ ଆକାରରେ ପ୍ରଶାସନକୁ ଦେଇଛି। ତାର କାର୍ଯ୍ୟାନୁଷ୍ଠାନ ସେମାନେ ବି ଗ୍ରହଣ କରିବେ। ସେ ସାମ୍ବାଦିକ ମିଛ ସାମ୍ବାଦିକ, ସେ ସାମ୍ବାଦିକ ଜଣେ ଯେ ଏଇ ଚ୍ୟାନେଲକୁ ଭାଇରାଲ କରୁଛି, ଯେ ଯେଉଁ ଭିଡ଼ିଓଟିକୁ ଭାଇରାଲ କରୁଛି, ସେଇ ହେଉଛି ଫେକ୍ ସାମ୍ବାଦିକ। ସେ ଗାଡ଼ି ଅଟକେଇ ଗାଡ଼ିରେ ଜୋର ଜବରଦସ୍ତ ଫଟୋ ଭିଡ଼ିଓ ଉଠେଇ ତାଙ୍କ କତରୁ ପଇସା ଆଦାୟ କରୁଥିଲା। ତାର ସ୍କ୍ରିନଶଟ୍, ଫୋନ୍ପେରେ ବି ପଇସା ନେଇଥିଲା, ତାର ସ୍କ୍ରିନଶଟ୍ ଆମ କତିରେ ଅଛି, ତାର ଅଡ଼ିଓ ଆମ କତିରେ ଅଛି, ଯାହାକି ଆମେ ପ୍ରଶାସନକୁ ସୂଚନା ଦେବା ପରେ ସେ ରାଗରେ ଫସିଯିବା ଭୟରେ ସେ ମୋ ଉପରେ ଷଡ଼ଯନ୍ତ୍ର କରି ପ୍ରଚାର କରୁ। ଏହି 2 ଜଣ ସାମ୍ବାଦିକ ପୁଲିସର ନାଁ ନେଇ ପଇସା ଖାଉଥିଲେ ମଧ୍ୟ ପୁଲିସ ଏ ବିଷୟରେ ଅବଗତ ନଥିବା ସୂଚନା ମିଳିଛି ଏବଂ ଥାନା ଅଧିକାରୀ ଏ ବିଷୟରେ ତଦନ୍ତ କରି ସତକୁ ସାମ୍ନାକୁ ଆଣିବା ସହିତ ଦୋଷୀକୁ ଧରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହିସବୁ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳରୁ। ଯାଜପୁରର ମତାବାଜଠାରେ ବାଲି ମାଫିଆମାନେ ସକ୍ରିୟ ହୋଇ ଶହ ଶହ ଟ୍ରିପ୍ ଚୋରି କରି ମାଲେମାଲ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି। ଯଥାଶୀଘ୍ର ଏହି ମାଫିଆମାନଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, AMS ନ୍ୟୁଜ୍।